ଆରେ ଶୁଣ, ଆରେ କଣ ହେଲା? ମୁଁ ତମକୁ ଯୋଉ ପଇସା ଦେଇଥିଲି, କିଛି ପଇସା ଦିଅ ନା, ମୋର କାମରେ ଆସିବ। ପ୍ରକୃତରେ ବାପା କାହାନ୍ତି? ଆରେ ବାପା ନା ବାହାରେ ଅଛନ୍ତି। ରହ ମୁଁ ଦଉଛି। ହେଲେ ତମେ ତ ମତେ ଏ ପଇସା ଦେଇଥିଲ ଘର ଖର୍ଚ୍ଚ କରିବାକୁ ନା? ତା ତ ବହୁତ ଜରୁରୀ କାମରେ ମୋ ପଇସା ଦରକାର ଅଛି। ଶୁଣ, ତମର ଯଦି ପଇସା ଆଉ ଦରକାର ଅଛି, ଠିକ ଅଛି, ମୁଁ ଆଉ 2 ଦିନ ପରେ ତମକୁ ଦେଇଦେଲେ ହବନି? ଭଲ ଭାବରେ ଜାଣିଛି ଏ ପଇସା ତମେ କଣ କରିବ। ତମେ ଜାଣିଛ? ଆରେ ତମେ କଣ ଜାଣିଛ ମତେ କହିଲେ ଦେଖି। ତମ ମା କୁ ଦବ ନା ତାଙ୍କ ଘର ଖର୍ଚ୍ଚ ପାଇଁ। ତମକୁ କଣ ପାଇଁ କହୁନଥିଲି କହିଲ? ଆରେ କାଳେ ତମେ ରାଗିବ, ମୁହଁ ଫୁଲେଇବ, ଆରେ ସେଇଥିପାଇଁ ମୁଁ ତମକୁ କହୁନଥିଲି। ଆରେ ଏଇ କଥା ନା ତମ ମାଙ୍କ ଠାରୁ ଜଣା ପଇଲା। ଆରେ କଥା କଥାରେ ସେ କହି ବସିଲେ, ତମେ 4 ବର୍ଷ ହେଲା ମାଙ୍କୁ ପଇସା ଦଉଛ, ମତେ ସେଇଟା କଷ୍ଟ ଲାଗୁନି। ଏଇଟା ମତେ ଖରାପ ଲାଗିଲା। ମତେ ଲୁଚେଇକି ମାକୁ ପଇସା ଦଉଛ, ଏଇ କଥା ଶୁଣିକି ମତେ ଖରାପ ଲାଗିଲା। ଆରେ ମୁଁ ତ କେବେ ତମକୁ ମନା କରିନି ନା। ତମେ ଥରେ ଭାବ, ତମ ଘର ଲୋକ ମତେ କେତେ ଖରାପ ଭାବୁଥିବେ। ମାନେ ଭାବୁଥିବେ ମୁଁ ତୁମକୁ ମନା କରିଛି ପଇସା ଦବା ପାଇଁ। ଏଇ କଥା ମା ବି ମତେ ଲୁଚଉଛନ୍ତି। ତମେ ଏଇ କଥା ଭାବ, ମତେ କେତେ ଖରାପ ଲାଗୁଥିବ। ତମେ ଚାହିଁଲେ ତମ ଘର ଲୋକଙ୍କ ଆଗରେ ମୋ ଇଜ୍ଜତ ବଢେଇ ପାରିବ, ଆଉ ତମେ ହିଁ ଚାହିଁଲେ ମୋ ଇଜ୍ଜତକୁ ତଳେ ହିଁ ପକେଇ ପାରିବ। ତମେ ସେଇଆ ହିଁ କରୁଛ ନା? 4 ବର୍ଷ ହେଲା ତମେ ହିଁ ମୋ ଇଜ୍ଜତକୁ ତଳେ ପକେଇ ଚାଲିଛ। ଥରେ ଭାବ, ମୁଁ କଣ ପାଇଁ ତାଙ୍କୁ ପଇସା ଦେବାକୁ ମନା କରିବି? ଆରେ ବାପା ମା ବାଳି ପୋଷି ତମକୁ ବଡ ମଣିଷ କରିଛନ୍ତି। ତମର କିଛି କର୍ତ୍ତବ୍ୟ ଅଛି ନା? ପୁଅ ହିସାବରେ ତମେ ତାଙ୍କର ସେବା କରିବା, ଯତ୍ନ ନବା, ତାଙ୍କୁ ପଇସା ଦବା, ସେଇଟା ତମର କର୍ତ୍ତବ୍ୟ ନା? ତାହେଲେ ମୁଁ କାଇଁ ମନା କରିବି? ସେଇ ପଇସା ମୋ ହାତରେ ତାଙ୍କୁ ଦବାକୁ ଯେବେ କୁହନ୍ତ, ମୋ ଇଜ୍ଜତ ଟିକେ ବଢିଯାଆନ୍ତା। ତମେ କେମିତି ଭାବି ପାରିଲ ମୁଁ ଏତେ ଖରାପ ବୋଲି? ସେମିତି କିଛି ନାହିଁ। ଆରେ ଭାଉଜ ମନା କରନ୍ତି ଭାଇଙ୍କି ଦବା ପାଇଁ, ଆରେ ସେଇଟା ମୁଁ ଭାବି ନେଲି। ଆରେ ତମର ଚିନ୍ତାଧାରା ପାଇଁ ମୁଁ ସମସ୍ତଙ୍କ ପାଖରେ ଖରାପ ହେଇଗଲି ନା? ଆଉ ତମେ କେମିତି ଭାବି ପାରିଲ ସବୁ ଝିଅ ସମାନ ବୋଲି? ଭୁଲ ହେଇଯାଇଛି, ଏମିତି ଭାବିବାଟା ପ୍ରକୃତରେ ମୋର ଭୁଲ ହେଇଯାଇଛି। ପ୍ଲିଜ ମତେ କ୍ଷମା କରିଦିଅ। ହଉ ହଉ, ନିଅ, ଏଇ ପଇସା ନିଅ, ମାଙ୍କୁ ଦେଇକି ଆସ। ନିଅ।